ସ୍ନାନ ପୂର୍ଣ୍ଣିମା ଆଉ ଗୋଟିଏ ଦିନ ବାକି ଥିଲା। ବର୍ଷକରେ ଥରେ ସ୍ନାନ ମଣ୍ଡପରେ ଅଗଣିତ ଭକ୍ତଙ୍କ ସମ୍ମୁଖରେ ମହାପ୍ରଭୁ ମହାସ୍ନାନ କରନ୍ତି। ଯେଉଁ ପବିତ୍ର ଦୃଶ୍ୟକୁ ଦେଖିବାକୁ ସମସ୍ତଙ୍କ ଆଖିରେ ଥାଏ ବର୍ଷକର ଅପେକ୍ଷା। ମହାସ୍ନାନ ହେବା ପରେ 15 ଦିନ ପାଇଁ ମହାପ୍ରଭୁ ଅଣସରକୁ ଚାଲିଗଲେ। ସମସ୍ତେ ଜାଣନ୍ତି ଏହା ମହାପ୍ରଭୁଙ୍କ ମାନବୀୟ ଲୀଳା। ଅଣସର ବିଧି ସହିତ ରଥଯାତ୍ରାର ପ୍ରସ୍ତୁତି ଆରମ୍ଭ ହୁଏ। ଆଉ ସାରା ଜଗତ ଅପେକ୍ଷା କରି ରହିଥାଏ ମହାପ୍ରଭୁଙ୍କ ନେତ୍ରୋତ୍ସବ ଓ ଘୋଷଯାତ୍ରାର ମହାର୍ଘ ମୁହୂର୍ତ୍ତକୁ।